Hello student, today we are discussing about history plus 2 second year जैन धर्म सर्वप्रथमे आमे महावीरଙ୍କ ଜୀବନୀ ଓ ଧର୍ମବାଣୀ ବିଷୟରେ ଆଲୋଚନା କରିବା। ପରବର୍ତ୍ତୀ ବୈଦିକ ଯୁଗର ଶେଷ ପର୍ଯ୍ୟାୟରେ ସମାଜରେ ଅନେକ ପ୍ରକାର କୁସଂସ୍କାର ରୀତିନୀତି ପୂଜା ପଦ୍ଧତି ଓ ବିଭିନ୍ନ ଯଜ୍ଞମାନ ଆରମ୍ଭ ହେଲା। ଫଳରେ ସମାଜ ଧୀରେ ଧୀରେ ଜଟିଳରୁ ଆହୁରି ଜଟିଳ ହେବାକୁ ଲାଗିଲା। କିନ୍ତୁ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ଆସିବା କ୍ଷଣି ସମାଜରେ ଅନେକ ସାଧୁ ସନ୍ନ୍ୟାସୀ ଓ ମୁନି ଋଷିମାନେ ଆବିର୍ଭାବ ହୋଇଥିଲେ। ତେଣୁ ଏହି ସମୟକୁ ଐତିହାସିକମାନେ ମୁନି ଋଷିଙ୍କ ଯୁଗ ବୋଲି ବର୍ଣ୍ଣନା କରିଥାନ୍ତି। ଏହି ସମୟରେ ସମାଜକୁ ନୂତନ ଜ୍ଞାନ ଦେବା ପାଇଁ ଓ ଧର୍ମ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଭାରତରେ ଦୁଇଟି ମହାନ ଧର୍ମ ଆବିର୍ଭାବ ହୋଇଥିଲା। ତାହା ହେଲା ମହାବୀରଙ୍କ ଜୈନ ଧର୍ମ ଓ ଗୌତମ ବୁଦ୍ଧଙ୍କ ବୌଦ୍ଧ ଧର୍ମ। ସର୍ବପ୍ରଥମେ ଆମେ ଜୈନ ଧର୍ମ ବିଷୟରେ ଜାଣିବା। ଜୈନ ସାହିତ୍ୟରୁ ଜଣାଯାଏ ଯେ ମହାବୀରଙ୍କ ଜନ୍ମ ପୂର୍ବରୁ ଜୈନ ଧର୍ମ ପ୍ରଚାରିତ ହୋଇଥିଲା। ପ୍ରଥମ ପ୍ରଚାରକ ବା ତୀର୍ଥଙ୍କର ହେଲେ ଋଷଭନାଥ, 23ତମ ହେଲେ ପାର୍ଶ୍ୱନାଥ, 24ତମ ଭାବେ ମହାବୀର ଥିଲେ। ତାଙ୍କର ଧର୍ମ ପ୍ରଚାର ପରେ ପରେ ଜୈନ ଧର୍ମ ପ୍ରସାରିତ ହେବାକୁ ଲାଗିଥିଲା। ଜୈନଙ୍କ ଜୀବନୀ ଖ୍ରୀଷ୍ଟପୂର୍ବ 540ରେ ବୈଶାଳୀ ନିକଟବର୍ତ୍ତୀ କୁଣ୍ଡ ଗ୍ରାମରେ ମହାବୀର ଏକ ଜ୍ଞାତ୍ରୁକ ରାଜପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଥିଲେ ସିଦ୍ଧାର୍ଥ ଓ ମାତା ଥିଲେ ତ୍ରିଶଲା। ତାଙ୍କ ବାଲ୍ୟ ନାମ ଥିଲା ବର୍ଦ୍ଧମାନ ବା ନଟପୁତ୍ର। ସେ ରାଜପରିବାରରୁ ଆସିଥିବାରୁ ତାଙ୍କୁ ସମାଜର ସମସ୍ତ ସୁଖ ସୁବିଧା ଦିଆଯାଉଥିଲା। କିନ୍ତୁ ସମାଜରେ ପ୍ରଚଳିତ ଥିବା କୁସଂସ୍କାର, ଅନ୍ଧବିଶ୍ୱାସ, ରୀତିନୀତି ଓ ପୂଜା ପଦ୍ଧତିକୁ ଦେଖି ସେ ବିବ୍ରତ ହୋଇ ପଡ଼ୁଥିଲେ ଓ ଚିନ୍ତାମଗ୍ନରେ ରହୁଥିଲେ। ମହାବୀରଙ୍କ ଏହିପରି ଭାବ ଦେଖି ତାଙ୍କ ପିତା ତାଙ୍କୁ ଯଶୋଧରା ନାମକ ସହିତ ଏକ ରାଜକନ୍ୟା ସହିତ ବିବାହ କରିଦେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଏକ ଝିଅ ବା କନ୍ୟା ଜନ୍ମଗ୍ରହଣ କରିଥିଲା, ଯାହାର ନାମ ଥିଲା ପ୍ରିୟଦର୍ଶିନୀ ବା ଅନୌଜା। କିନ୍ତୁ ସେ ତଥାପି ମଧ୍ୟ ଚିନ୍ତାମଗ୍ନରେ ରହୁଥିଲେ। ସମାଜରେ ଛୁଆଁଛୁଆଁ ଭେଦଭାବ, କର୍ମବାଦ, ବିଭିନ୍ନ ରୀତିନୀତି, ପୂଜା ପଦ୍ଧତି ଆଦିକୁ ଦେଖି ସେ ସହ୍ୟ କରିପାରୁନଥିଲେ। ତେଣୁ ସମାଜକୁ ନୂତନ ଜ୍ଞାନ ଦେବା ପାଇଁ ଓ ସମାଜରେ ସଂସ୍କାର ଆଣିବା ପାଇଁ ସେ 30 ବର୍ଷ ବୟସରେ ଗୃହତ୍ୟାଗ କରିଦେଇଥିଲେ। ତାଙ୍କର ଦିବ୍ୟଜ୍ଞାନ ଲାଭ। ଗୃହତ୍ୟାଗ କଲାପରେ ମହାବୀର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି ସତ୍ୟର ସନ୍ଧାନ କରିବାକୁ ଲାଗିଲେ। ଏପରିକି ସେ ଖରା, ବର୍ଷା, ଶୀତ ଆଦିକୁ ଭୟ ନ କରି ବିଭିନ୍ନ ସ୍ଥାନକୁ ଭ୍ରମଣ କରି ସତ୍ୟର ପ୍ରକୃତ ତଥ୍ୟ ଜାଣିବା ପାଇଁ ଚେଷ୍ଟା କରୁଥିଲେ। ଏପରିକି ଅନାହାରରେ ମଧ୍ୟ ଅନେକ ଦିନ ରହିପାରୁଥିଲେ। କିନ୍ତୁ ପରିଶେଷରେ ଜୁମ୍ବିକା ଗ୍ରାମ ନିକଟବର୍ତ୍ତୀ ରଜ୍ଜୁପାଲିକା ନଦୀକୂଳରେ ଥିବା ଏକ ଶାଲବୃକ୍ଷ ମୂଳରେ ବସିଥିଲେ ଏବଂ ତାଙ୍କୁ ହଠାତ୍ ଦିବ୍ୟଜ୍ଞାନ ଲାଭ ମିଳିଥିଲା। ଦିବ୍ୟଜ୍ଞାନ ଲାଭ କଲା ପରେ ସେ ମହାବୀର ଯିଏକି ସମସ୍ତଙ୍କୁ ଜୟ କରେ ରୂପେ ପରିଚିତ ହେଲେ। ତା ସହିତ ତାଙ୍କୁ କେବଳୀନ ସର୍ବଜ୍ଞ ସର୍ବଦ୍ରଷ୍ଟା ରୂପେ ପରିଣତ ହୋଇଥିଲେ। ସେ ସଂସାରର ସମସ୍ତ ବନ୍ଧନରୁ ଛିନ୍ନ କରିଥିବାରୁ ତାଙ୍କୁ ନିର୍ଗ୍ରନ୍ଥ ବୋଲି କୁହାଯାଉଥିଲା। ତାଙ୍କର ଧର୍ମ ପ୍ରଚାର ଏବଂ ତାଙ୍କର ମୃତ୍ୟୁ। ଅତି ଅଳ୍ପ ସମୟ ମଧ୍ୟରେ ମହାବୀର ଜଣେ ଧର୍ମପ୍ରଚାର ରୂପେ ପ୍ରସିଦ୍ଧି ଲାଭ କଲେ। ଯେଉଁମାନେ ତାଙ୍କ ଧର୍ମକୁ ଗ୍ରହଣ କଲେ ସେମାନେ ହେଲେ ଜୈନ ଧର୍ମାବଲମ୍ବୀ। ତାଙ୍କ ପ୍ରଚାରିତ ଧର୍ମ ହେଲା ଜୈନ ଧର୍ମ। ତାଙ୍କ ସମସ୍ତ ବାଣୀମାନ ଯେଉଁ ପୁସ୍ତକରେ ରଚିତ ହେଲା ତାହା ହେଲା ଅଙ୍ଗ ଓ ଉପାଙ୍ଗ। ଏହାପରେ ସେ ଭାରତର ବିଭିନ୍ନ ସ୍ଥାନକୁ ପରିଭ୍ରମଣ କରିଥିଲେ, ମଥୁରା, କାଶୀ, ବୈଶାଳୀ, ଶ୍ରାବସ୍ତୀ ଆଦି। ଏହିପରି ଧର୍ମବାଣୀ ପ୍ରଚାର କରି ସେ 1468ରେ ଅର୍ଥାତ୍ 72 ବର୍ଷ ବୟସରେ ସେ ପାୱା ନାମକ ସ୍ଥାନରେ ଦେହତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ପରେ ଜୈନମାନେ ଦୁଇଟି ଶ୍ରେଣୀରେ ବିଭାଜିତ ହୋଇଯାଇଥିଲେ, ଯଥା ଶ୍ୱେତାମ୍ବର ଓ ଦିଗମ୍ବର। ଜୈନ ଧର୍ମର ଧର୍ମବାଣୀ ଗୁଡ଼ିକ ହେଲା ପ୍ରଥମେ ପଞ୍ଚମହାବ୍ରତ, ଯାହା ହେଲା
ମିଥ୍ୟା ନ କହିବା, ହିଂସା ନ କରିବା, ପରଦ୍ରବ୍ୟ ଚୋରି ନ କରିବା, ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା, ସଂସାର ପ୍ରତି ଆକୃଷ୍ଟ ନ ହେବା। ଜୈନ ଧର୍ମର 3ଟି ରତ୍ନ ଥ୍ରୀ ଜୁଏଲ୍ସ ହେଲା ସତ୍କର୍ମ, ସତ୍ ବିଶ୍ୱାସ, ସତ୍ ଚରିତ और ସମ୍ୟକ୍ ଦର୍ଶନ, ସମ୍ୟକ୍ ଜ୍ଞାନ, ସମ୍ୟକ୍ ଚରିତ୍ର। ପରବର୍ତ୍ତୀରେ ମହାବୀରଙ୍କ ତାଙ୍କ ମତରେ ମନୁଷ୍ୟମାନେ